श्री गणेशाय नमः। ओम नमो भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमः वन्दे परमानन्दमाधवं। निगमकल्पतरुगलितं फलं सुखमुखादमृतं जवसंयुतं पीतव भागवत रसमलय महुरः रसिका भुवि भावुक। भागवत महापुराण प्रथम स्कंद चतुर्दश अध्याय। चैनल जदि नुआ अछंती चैनल टी को सब्सक्राइब करने को जमारू भूलंतु नहीं। प्रतिदिन संध्या 6टारे गोटे अध्याय भागवत निश्चय शुणा चेष्टा करंतु। उवाच सुत कहति स्नेह भरे शुण सकल विप्रवरे अर्जुन राजार वचने गले जे द्वारिका भुवने बंधु बांधव दृढ़ आसे स्नेह जड़ित मोह पासे माया मनुष्य रूपे हरि छद्र में गृह वास करी संसार खेल घर जार ब्रह्मा शंकरे अगोचर एमंत विचारी अंतरे मिलिले द्वारिका नगरे केते हे मास तहि रही कृष्ण चरणे मन देई एमंते गला दीना काते चंचल मन छन नीते अर्जुन न मिलिला पासे घोर अद्भुत देखि त्रासे कालर देखि विपरीत अधर्म प्राणी कर चित पाप आरंभ कले दंभे जंत्रित काम क्रोध लोभे मित्र सुदोष समंगति भ्राता मातृजे पितृज्ञाति स्वामी भारिजा पितृतुले अग्नि जे उठई कंदले अरिष्ट होइला अनेक प्रकाश होई नरलोक पाप प्रकृति प्राणीकर देखि चकित नृपवर भीमसेन कुराई पासे कहती आश्वासी विश्वासे युधिष्ठिर उवाच अर्जुन द्वारका भुवने गला जे बांधव सदने कृष्ण महिमा कृष्ण संगे जानिबा पाई नर अंगे एबे शपथ मास गला केबे हे अर्जुन नईला एकिके बण विपरीत एणु चंचल मोर चित कि हेतु मोर पास छाड़ी अर्जुन रहे लोभे बढ़ी एहा तो जानी न पारई भय विकल मोर देही प्रलय काल शून्य पथे नारद कही गले मोते दिशई संसार उछन किबा बिहिले भगवान से हरि स्नेह अप्रमादे मुहि बसिली राजपदे धन संपद आदि मोर सर्वसंपद चक्रधर सकल प्रजा मोर पादे खटंती जाहार प्रसादे ताहार भल भले मोर सेनाथ शरण सोदर
ଦେଖ ସ୍ୱଭାବେ ବୃକୋଦର ଦିଶେ ଆକାଶ ଅନ୍ଧକାର ତ୍ରିବିଧ ଆକାଶ ଉତ୍ପାତ ଏଣୁ ସଂଶୟ ମୋର ମତ ଭୂମି ଆକାଶ ପ୍ରାଣ ମନ ଭୟ କମ୍ପିଣ ଛନ ଛନ ମୋହର ମନ ବୁଦ୍ଧି ଚିତେ କମ୍ପେ କଦଳୀ ଯେହ୍ନେ ବାତେ କର ଚରଣ ମୋଲୋଚନ ବାମେ ସ୍ତୁରିତ ଘନ ଘନ ମୋହର କମ୍ପ ଇ ଶରୀର ଦେଖ ପ୍ରତ୍ୟକ୍ଷ ଭୂକୋଦର ଏ ରାଜ୍ୟ ବେগে ନାଶ ଯିବ ଏମନ୍ତ ବିକଟେ ହୋଇବ ରବି ଉଦୟ କାଳେ ଆସି ଶୃଗାଳ ଯୂଥ ଯୂଥ ଦିଶି ସର୍ବଦିଗକୁ ମୁଖ କରି ବଦନୁ ଅନଳ ଉଦ୍ଗାରି କରନ୍ତି ଭୟଙ୍କର ନାଦ ଏଣୁ ସୁସଚ ପରମାଦ କୁକୁର ମୋର ମୁଖ ଚାହିଁ ନିର୍ଭୟେ ରୋଦନ କରଇ ଶୃଗାଳ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ ଅବର ଶୁଭ ପ୍ରଶ୍ନ ଯେତେ ମୋତେ ଭ୍ରମାନ୍ତି ବିପରୀତେ ଏ ମୋର ଗଜ ଅଶ୍ଵ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ ଯମର ଦୂତ ପ୍ରାୟ ଆସି ଉଲୁକ ମୋର ଆଗେ ବସି ଶବଦେ କମ୍ପ ଇମେଦିନି ମୋର ଗୃହାନ୍ତେ ଜାନ୍ତେ ତୁନି ପ୍ରତି ଉଲକ କହୁନାଦେ ରୋଦନ ଭୟଙ୍କର ଶବ୍ଦେ ସେ ଶବ୍ଦେ ନିଶ୍ଚେ ଶୂନ୍ୟମୟୀ ପ୍ରଜାଏ ନ ରହିବେ କେହି ଦେଖ ଏ ଧୂମ ଦଶ ଦିଗେ ଅନ୍ଧାର ଛନ୍ଦେ ମହିତ୍ରାସେ ପର୍ବତ ତୁଲେ ବସୁନ୍ଧରୀ କମ୍ପଇ ଘୋର ନାଦ କରି ଗଗନେ ନିର୍ଘାତ ଶୁଭଇ ବିଜୁଳି ତେଜ ପ୍ରକାଶଇ ବାୟୁ ପ୍ରକାଶେ ଖରତର ନିସ୍ତେଜେ ଲୁଚେ ଦିନକର ଧୂଳିରେ ଦିଶେ ଅନ୍ଧକାର ଶବଦ କମ୍ପେ ତିନି ପୁର ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ଦଶ ଦିଗେ ସୂର୍ଯ୍ୟର ନଦୀ ସହିତେଜ ଗ୍ରହ ସହିତେ ନିଶାରାଜ ଦିଗ ଦିଶନ୍ତି ମଧୁମୟେ ଘୋର ଅଦ୍ଭୁତ ଜାତ ହୋଏ ଉଛୁଳି ଉଠି ନଦୀ ନଦ କରନ୍ତି ସିନ୍ଧୁ ପ୍ରାୟ ନାଦ ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୁରୀତ ଜଗତେ ଅନଳ ଜଳେ ଧୂମଧାର ଦିଶଇ ସବୁ ଅନ୍ଧକାର ବସାଏ କଲେ ସ୍ତନ୍ୟପାନ ଗାବେ ନ ପିଅନ୍ତି ଯେ ସ୍ତନ ତୃଣନ ଚାରି ଅଶ୍ରୁ ମୁଖେ ବୃଷଭ ଗର୍ଭେ ମନ ଦୁଃଖେ ଭୟ କରଇ ଘୋର ନାଦ ଦେଖ ଅଦ୍ଭୁତ ପରମାଦ ଦେବତା ପ୍ରତିମାନ ଚଳେ ଭାସନ୍ତି ତନୁ ସୋଦ ତଳେ ଏ ଜନ ଜନ୍ତୁ ଯେତେ ଗ୍ରାମ ନଗର ଆକାଶ ଉଦ୍ୟାନ ଆଶ୍ରମ ଆଦି ଯେତେ ବର୍ଣ୍ଣେ ମୁହିତ ଦେଖଇ ନୟନେ ସର୍ବେ ଦିଅନ୍ତି ହତଶିରି ଚଳଚଞ୍ଚଳ ବନଗିରି ବାହ୍ୟ ଅନ୍ତରେ ସର୍ବ ଚାହିଁ ମୁହିଁଏ ମନ୍ତ ବିଚାରଇ ଶ୍ରୀକୃଷ୍ଣ ପାଦ ଲାଗି ମହି ଅତି ସୁନ୍ଦର ବିରାଜଇ ସେ ପାଦ ବା ଶୂନ୍ୟ ଗଲା ଅବନି ଏମନ୍ତ ଦିଶିଲା
ଏମନ୍ତ କହି ଭୀମ ଆଗେ ଧର୍ମନନ୍ଦନ ଉଦବେଗେ ଭୟ କମ୍ପନ୍ତି ଛନ ଛନ ତକ୍ଷଣେ ମିଳିଲେ ଅର୍ଜୁନ ରାଜା ଚରଣ ତଳେ ପଡ଼ି ଅଜ୍ଞାନେ ନମସ୍କାର ହୁଡ଼ି ଲୋଚନୁ ବହେ ଅଶ୍ରୁ ଜଳ ଦେହ ବ୍ୟାପିତ ଶ୍ରମ ଝାଳ ଅର୍ଜୁନ ଦେଖି ଧର୍ମସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ ବନ୍ଧୁ ସୁଦୃହ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ ନାରଦ ବଚନ ସୁମରି ଭୟ ଚିନ୍ତନ୍ତି ନରହରି ଅର୍ଜୁନ ମୁଖ ଚାହିଁ ଭଣି ଛନ ବଚନେ ନୃପବଣି ଯୁଧିଷ୍ଠିର ଉବାଚ ଶୁଣ ଅର୍ଜୁନ ସାବଧାନେ ଦ୍ୱାରିକାପୁର ବନ୍ଧୁଜନେ ସୁଖେ ଅଛନ୍ତି ନା ସମସ୍ତେ ଯାଦବେ ବଂଶ ସହିତେ ପୁରେ ମୋହର ମାତାମହ ସେ ଭଲେ ଅଛି ଟିକି କହ ପାତୃଳ ଅକ୍ରୂରର ତୁଲେ ସ୍ୱଗୃହେ ଅଛନ୍ତି ନା ଭଲେ ଦେବକୀ ଉଗ୍ରସେନ ଦୁଇ ଭଲେ କିଛନ୍ତି ଦୁଇ ତହିଁ ସାତ୍ୟକୀ ଆଉ ଦରଶନ ଏ ଆଦି ମାତୁଳ ନନ୍ଦନ ଶାମ୍ବ ସହିତେ ହଳଧର କହ କୁଶଳ ତାହାଙ୍କର ଯାଦବ ବଂଶେ ମହାରଥ ପଦ୍ମୁନ ରୁକ୍ମଣୀର ସୂତ ତାର କୁମର ଅନିରୁଦ୍ଧ ଅତି ଭୀମର ମହାଯୋଧ ସୁଭେଣ ସୁଭଦ୍ରା ସହିତେ ଭଲେ କିଛନ୍ତି କୃଷ୍ଣ ସୂତେ ଋଷଭ ଆଦି ମହାବୀରେ ସୁଖେ କି ଅଛନ୍ତି ନଗରେ ଉଦ୍ଧବ ଆଦି ମନ୍ତ୍ରୀ ଯେତେ ସୁଖେ ଅଛନ୍ତି ନା ସମସ୍ତେ ସୁନନ୍ଦ ନନ୍ଦ ଆଦି ଯେତେ ରାମ ଗୋବିନ୍ଦଙ୍କ ସହିତେ ନିଶ୍ଚିନ୍ତେ ଭବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି ଗୋବିନ୍ଦ ଅଛନ୍ତି ନା ଭଲେ ଶୁଭେ ଭ୍ରାତା ରାମଙ୍କ ତୁଲେ କରୁଣା ସିନ୍ଧୁ ନନ୍ଦବାଳ ବ୍ରହ୍ମାଣ୍ଡ ଭକତ ବତ୍ସଳ ବନ୍ଧୁ ବାନ୍ଧବ ତୁଲେ ବସି ସ୍ୱଧର୍ମ ମଧ୍ୟେ ବ୍ରହ୍ମରାଶି ଏକ ମଣ୍ଡଳେ କ୍ଷମା ଅର୍ଥେ ଯାହାର ଜନ୍ମ ଏ ଜଗତେ ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ ଯାଦବେ ବିଷ୍ଣୁ ତେଜ ଧରି ତାହାର ଭୁଜ ଆଶ୍ରେ କରି ମହାପୁରୁଷ ଯୋଗ ବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ ତାର ଚରଣେ ସେବା କରି 16,000 ଯେତେ ନାରୀ ସତ୍ୟର ତୁଲେ ଇନ୍ଦ୍ର କିଣି ନନ୍ଦନ ବନୁ ଚକ୍ରପାଣି ବଳେ ଆଣିଲେ ପାରିଜାତ ଲୀଳାରେ କିଜିଣି ରିପୁଜୁଥ ଯାହା ବିଳାସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜେ ହରି ସହସ୍ର ସଂଖ୍ୟା ପରିମାଣି ନାରୀଙ୍କି ଦେଲେ ଚକ୍ରପାଣି ଯାହାର ଭୁଜ ଦଣ୍ଡ ବଳେ ଯଦୁ ଅଜୟ ମହିତଳେ ନିର୍ଭୟେ ଜଗତେ ଭରନ୍ତି ପାଦେ ସୁଧର୍ମ ଆଚରନ୍ତି ହେ ଭ୍ରାତ୍ର ଶୁଣ ମହାଭୁଜ ତୁମେ ତେ ଦିଶୁ ହତ ତେଜ ଲଭିଲା ଶସ୍ତ୍ର କେଣେ ଗଲା ତୋତେ ଅବଜ୍ଞା କେବେ କଲା ତୋର ପ୍ରବେଶ ମନେ ଚିନ୍ତା
ଯେଣୁ ତୁ ଦିଶୁ ମଳିନତା କେବା ଭର୍ସନା ଅମଙ୍ଗଳେ ତୋତେ ସ୍ଥାପିଲା ବାକ୍ୟ ବଳେ ଅର୍ଥ ପ୍ରାଣୀକୁ ଦେବା କଲୁ ମାଗନ୍ତେ କିୟ ବା ନ ଦେଲୁ ବୃଦ୍ଧ କୃପଣ ନାରୀ ମାଖି ସ୍ତ୍ରୀ ବାଳକ ଗୋରୁ ଦେଖି ରୋଗ ପାତକେ ଯେ ରୋଦନ୍ତି ଯେ ଅବା ଶରଣ ପଶନ୍ତି ଏହାଙ୍କୁ ଦୟାବାନ କଲୁ ତେଣୁ ଅଶୁଭ ତୁ ଦିଶିଲୁ ଅଗମ୍ୟ କଲୁ ବାଗମନ କିବା ହରିଲୁ ସ୍ତ୍ରୀ ଧନ ମାର୍ଗେ ଆସନ୍ତେ ମନ ଛଳେ କେବା ଜିଣିଲା ତୋତେ ବଳେ ବାଳ ବୃଦ୍ଧଙ୍କୁ ନ ବୁଞ୍ଜାଇ ଅଗ୍ରେ ବୁଞ୍ଜିଲୁ ଅବା ତୁହି ଅତିଥି ଭୋଜନ ନ କରି କିବା ଭୁଞ୍ଜିଲୁ ଜ୍ଞାନ ହାରି କିବା ନିନ୍ଦିତ କର୍ମ କଲୁ ଯେଣୁ ତୁ ଏମନ୍ତ ଦିଶିଲୁ କିବା ସେ ଜୀବନ ଠାକୁର ଗୋବିନ୍ଦ ହୋଇଲେ ଅନ୍ତର ତାହାର ଶୂନ୍ୟ ଶୂନ୍ୟମହି ଏମନ୍ତ ପ୍ରାୟ ମୁଁ ମଣଇ କହଇ ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ଯୁଧିଷ୍ଠିର ପ୍ରଶ୍ନେ ନାମ ଚତୁର୍ଦଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।